ଆରେ ତିନି ମୁରତି ଉଠିଲେ ନା ନାଇଁ? କେତେ ଥଣ୍ଡା ପଡୁଛି। ତିନିଟା ବୋହୂ ହେଲେ ମତେ ଏବେ ଯାଏ ଚାय ଟିକିଏ ମିଳିଲାଣି। କଣ କେଜାଣି କରୁଛନ୍ତି, ଯାଏ ଦେଖେ। ଏତିକି କହି ପୁଷ୍ପା ତାର ରୁମକୁ ଯାଏ ଆଉ ଦେଖେ। ଦେଖ ଦେଖ, ଏତେ ବେଳ ଯାଏ ଶୋଇଛନ୍ତି। ଗୋଟେ ଅଲକ୍ଷଣୀ, ରାକ୍ଷାସୁଣୀ ଆଉ ଗୋଟେ ଡାହାଣୀ। କଣ ଯେ କରିବ? ତିନିଟା ବୋହୂ, କିନ୍ତୁ କାମ କେବେ ବି ଟାଇମରେ ହବନି। ଆରେ ସରୋଜ, ଆସେ ଦେଖେ ତୋ ସ୍ତ୍ରୀ ମାନଙ୍କୁ। ମା, ଏମାନଙ୍କୁ ଟିକେ ଶୋଇବାକୁ ଦିଅ ନା। କାଲି ରାତିରେ ମୋ ଦେହ ଖରାପ ଥିଲା ନା, ତିନି ଜଣ ଯାକ ଶୋଇନାହାନ୍ତି, ସେଥିପାଇଁ ଲେଟ୍ ହେଇଗଲାଣି। ଠିକ୍ ସେତେବେଳେ ଶଗୁନ ଉଠିଯାଏ ଆଉ କୁହେ, ମା, ଆପଣ ଚିନ୍ତା କରନ୍ତୁନି, ମୁଁ ଏବେ ଚା ଆଣୁଛି। ହଁ ହଁ ଜଲ୍ଦି ଯା, ନହେଲେ ରୋଷେଇ ଘରେ ଶୋଇ ପଡିବୁନି ଆଉ। କଥା କଣ କି, ଇଏ ହେଉଛନ୍ତି ପୁଷ୍ପା ଦେବୀ, ତାଙ୍କ ପୁଅର ତିନୋଟି ସ୍ତ୍ରୀ। ହଁ ଆଜ୍ଞା, ଗୋଟେ ନୁହଁ କି ଦୁଇଟା ନୁହଁ, ଏକାଥରେ ତିନିଟା। ତାର ବଡ଼ ବୋହୂ ଶଗୁନ ସାଥିରେ ବିଧିବିଧାନରେ ତାର ବାହାଘର ହୋଇଥିଲା। ସିଏ ଯେତେବେଳେ ମା ହୋଇପାରିଲାଣି, ତାର ଦ୍ୱିତୀୟ ବିବାହ ଅଙ୍କିତା ସାଥିରେ ହେଲା, ଆଉ ତୃତୀୟ ବିବାହ ସୋନାଲି ସାଥିରେ। କାରଣ ସୋନାଲି ବାପାଙ୍କ ଠାରୁ ସରୋଜର ବାପା କିଛି ପଇସା ଧାର ନେଇଥିଲେ, ଆଉ ସେ ସୁଝି ନ ପାରିବାରୁ ସେ ତାଙ୍କ ଝିଅର ବାହାଘର ସରୋଜ ସାଥିରେ କରାଇଦେଲେ। ଏହିପରି ଭାବରେ ସରୋଜର ହୋଇଗଲେ ତିନୋଟି ସ୍ତ୍ରୀ, ଆଉ ତିନି ସ୍ତ୍ରୀଙ୍କର ଗୋଟିଏ ସ୍ୱାମୀ ହେଲା ସରୋଜ। କହିବାକୁ ତ ସେମାନେ ସଉତୁଣୀ ଥିଲେ, ହେଲେ ସେମାନେ ବ୍ୟବହାରରେ ଭଉଣୀ ଠାରୁ କମ୍ ନଥିଲେ। ଗୋଟିଏ ଦିନ ତିନି ଜଣ ଯାକ ରୋଷେଇ ଘରେ ରୋଷେଇ କରୁ କରୁ କଥା ହେଉଥାନ୍ତି କି, ତମେ ଜାଣିଛ ଦିଦି, ମୋର ସାଙ୍ଗ ନା ତା ହନିମୁନରେ ସୁଇଜରଲ୍ୟାଣ୍ଡ ଯାଉଛି। ସେଠି ଯୋଉ ଥଣ୍ଡା ଥଣ୍ଡା ପବନରେ ସେ ତାର ହନିମୁନ ଏନ୍ଜୟ କରିବ। ମୋର ବି ବହୁତ ଇଚ୍ଛା ଥିଲା। ଆରେ ବାଃ, ସୁଇଜରଲ୍ୟାଣ୍ଡ! ମୋର ବି ବହୁତ ଇଚ୍ଛା ଥିଲା ବାହାରକୁ ହନିମୁନ ଏନ୍ଜୟ ପାଇଁ ଯିବା ପାଇଁ, ହେଲେ ଇଏ ମତେ କୁଆଡେ ବି ନେଲେଣି। ଆଉ ମତେ କୋଉ ନେଇକି ଯାଇଥିଲେ ଯେ? ମୋର ବି ଇଚ୍ଛା ଥିଲା ବାହାରକୁ ଯିବା ପାଇଁ, ମତେ ବି ନେଇକି ଗଲେଣି। ଆରେ ତମ ଦି ଜଣଙ୍କର ଯୋଉ ଅବସ୍ଥା, ମୋର ବି ସେଇ ଅବସ୍ଥା, ମତେ ବି କୁଆଡେ ନେଇକି ଗଲେଣି। ମୋ ପାଖରେ ଗୋଟେ ଆଇଡିଆ ଅଛି, ଆମେ ତିନି ଜଣ ଏକା ସାଥିରେ ସୁଇଜରଲ୍ୟାଣ୍ଡ ଗଲେ କେମିତି ହୁଅନ୍ତା? ଆରେ ବାଃ, ଏ ତ ବହୁତ ଭଲ ଆଇଡିଆ। ତିନି ଜଣ ଯାକ ଯିବା, ସେଠି ଆମେ ନା ବହୁତ ରୋମାନ୍ସ କରିବୁ। ହଁ ହଁ, ଆଉ ଆମେ କଣ ସେଠି ଭଜନ କୀର୍ତ୍ତନ କରିବୁ ନା କଣ? ତାଙ୍କ ତିନି ଜଣଙ୍କର ଏହି ସବୁ କଥା ପୁଷ୍ପା ଥାଇ ବାହାରେ ଶୁଣିନେଲା, ଆଉ ମନେ ମନେ କହିଲା, କଣ ଏ ତିନି ଅଲକ୍ଷଣୀ ପୁଣି ହନିମୁନ ଯିବେ ସୁଇଜରଲ୍ୟାଣ୍ଡ? ମୋ ପୁଅ ପକେଟ ଖାଲି କରିବାକୁ ତିନି ଜଣ ଯାକର ପ୍ଲାନ୍। ମୁଁ ଥାଉ ଥାଉ ଏମିତି କେବେ ହବନି। ମୁଁ ବି ଦେଖିବି ତମେ ମାନେ କେମିତି ଯାଉଛ। ଏପଟେ ତିନି ଜଣ ଯାକ ସରୋଜକୁ ଯାଇ କୁହନ୍ତି ସୁଇଜରଲ୍ୟାଣ୍ଡ ଯିବା କଥା, ଆଉ ସରୋଜ ବି ହଁ କରିଦିଏ। ଥଣ୍ଡାର ସେହି ବରଫ ଜାଗାକୁ ଯିବା ପାଇଁ ତିନି ଜଣ ଯାକ ସପିଂରେ ବାହାରି ପଡ଼ନ୍ତି। ଆଉ କିଛି ସମୟ ପରେ ସେ ଯେତେବେଳେ ସବୁ ରେଡି ହୋଇ ଘରୁ ବାହାରନ୍ତି, ପୁଷ୍ପା ନାଟକ କରେ କି ତାର ପେଟ କାଟୁଛି। ଓହୋ ଓହୋ, ମୋ ପେଟ, ମାଲୋ ମରିଗଲିଲୋ। ମା, କଣ ହେଲା? ତମେ ଚିନ୍ତା କରନି, ଆମର ଯିବା କ୍ୟାନସେଲ, ଆମେ ଏଇଠି ଅଛୁ। ମୁଁ ସାଙ୍ଗେ ସାଙ୍ଗେ ଡକ୍ଟରକୁ ଫୋନ କରୁଛି। ଶଗୁନ ଯିବା ପାଇଁ କୁହେ ତ ସରୋଜ ତାକୁ କୁହେ କି ତା ମାଠୁ ଇମ୍ପୋର୍ଟାଣ୍ଟ ତା ପାଇଁ କିଛି ନୁହଁ। ଆଉ ସେ ସାଙ୍ଗେ ସାଙ୍ଗେ ଡକ୍ଟରଙ୍କୁ ଫୋନ କରେ, ଆଉ ଡକ୍ଟର ଘରକୁ ଆସି କିଛି ଔଷଧ ଦେଇ ତାଙ୍କୁ ରେଷ୍ଟ ନେବାକୁ କୁହନ୍ତି। ତା ପରଦିନ ତିନି ଜଣ ଯାକ ସରୋଜକୁ ପୁଣି ହନିମୁନ ପାଇଁ ମନେଇ ନିଅନ୍ତି, କିନ୍ତୁ ଏପଟେ ପୁଷ୍ପା ପୁଣି ହୋଟେଲ କ୍ୟାନସେଲ କରେଇ ଦିଏ। ଆଉ କିଛି ବି ହୋଟେଲ ଖାଲି ନଥିବା କଥା ଶୁଣି ତିନି ଜଣ ଯାକ ପୁଣି ମନ ଦୁଃଖ କରନ୍ତି। ଗୋଟିଏ ଦିନ ପୁଷ୍ପା ତା ରୁମରେ ହସି ହସି ନିଜେ ନିଜକୁ କହୁଥିଲା, ଦେଖିଲ ମୁଁ କେମିତି ଦୁଇ ଥର ତାଙ୍କର ହନିମୁନ ଯିବାର ଟିକେଟ କ୍ୟାନସେଲ କରିଦେଲି। ପୁଷ୍ପା ନାଁ ଶୁଣିକି ଫ୍ଲାୱାର ଭାବିଲେ କି? फायर है मैं फायर, झुकेगा नहीं साला। पुष्पार ଏହି ସବୁ କଥା ତାର ସାନ ବୋହୂ ଶୁଣି ନିଏ, ଆଉ ସେ ଯାଇ ତା ବାକି ଦୁଇ ଜଣ ବୋହୂକୁ କହିଦିଏ। ଗୋଟିଏ ସପ୍ତାହ ପରେ ସେମାନେ ତିନି ଜଣ ପୁଣି ଥରେ ହନିମୁନ ପ୍ଲାନ୍ କରନ୍ତି। ତିନି ଜଣ ଯାକ ପ୍ଲାନ୍ କରି ପୁଷ୍ପାର ଖାଇବାରେ କିଛି ଔଷଧ ମିଶାଇ ଦେଲେ, ଯାହା ଫଳରେ ପୁଷ୍ପା 3 ଦିନ ଯାଏ ବି ନିଦ ଭାଙ୍ଗିବନି। ଆଉ ଏପଟେ ସେମାନେ ସରୋଜକୁ ମନେଇ ହନିମୁନ ପାଇଁ ବାହାରି ଗଲେ। ଆରେ, ମା କୁଆଡେ ଗଲେ ତାଙ୍କୁ ନ କହି? ହଁ ହଁ, ମା କହିଛନ୍ତି ଯିବା ପାଇଁ, ସେ ଶୋଇଛନ୍ତି, ଆମେ ଚାଲ ଯିବା। ଏତିକି କଥା ପରେ ତିନି ଜଣ ଯାକ ସୁଇଜରଲ୍ୟାଣ୍ଡ ବାହାରି ଗଲେ, ଆଉ ସେଠି ଥଣ୍ଡା ଥଣ୍ଡା ପବନ, ବରଫ ସାଥିରେ ନିଜର ହନିମୁନ ଏନ୍ଜୟ କଲେ। ଆଉ ଏମିତି ସରୋଜ 3 ଦିନ 3 ସ୍ତ୍ରୀଙ୍କ ସାଥିରେ ବିତେଇଲା।
ଆଉ ତା ପରଦିନ ଯେତେବେଳେ ପୁଷ୍ପାର ଆଖି ଖୋଲିଲା ଆଉ ସେ ଡୋରବେଲ୍ ଖୋଲିଲା ତ ଦେଖିଲା ତାର 3 ବୋହୂ ଆଉ ତାର ପୁଅ ସୁଇଜରଲ୍ୟାଣ୍ଡରୁ ଫେରି ଆସିଛନ୍ତି। ଏସବୁ ଦେଖି ପୁଷ୍ପାର ହୋସ୍ ଉଡ଼ିଗଲା ଆଉ ତାର ସାନ ବୋହୂ ତାକୁ ଚିଡ଼େଇବାକୁ କହିଲା, कौन सासू माँ जोरों का झटका हाय जोरों से लगा। ଏତିକି କହି ସେ ସେଠାରୁ ଚାଲିଗଲା ଆଉ ପୁଷ୍ପା ତାର ମୁଣ୍ଡରେ ହାତ ଦେଇ ରହିଗଲା। ଆଉ ଏହିପରି ଭାବରେ 3 ଜଣଙ୍କର ସୁଇଜରଲ୍ୟାଣ୍ଡ ଯିବାର ସ୍ୱପ୍ନ ପୁରା ହୋଇଗଲା ଆଉ ଶାଶୁମା ହୋଇଗଲେ ଘାଏ।